ଭାଇରାଲ ହେଇଯାଇଛି। ନମସ୍କାର, ଜୟ ଜଗନ୍ନାଥ। ମୁଁ ଲିପନ ସ୍ୱାଗତ କରୁଥିଲି ଆଜି ନୂଆ ସୁପର ବ୍ଲଗ୍ ମାଧ୍ୟମରେ। ତ ଆପଣମାନେ ପୂର୍ବ ଭିଡ଼ିଓ ଦେଖିଥିଲେ କି ଆମେ ଯାଇଥିଲେ ସାରାବଣୀ ଯେ ଆମର ବାବା ଜଟାଧାରୀଙ୍କ ଦର୍ଶନ କରିବା ପାଇଁ। ବାକି ବାବା ଜଟାଧାରୀଙ୍କ ଦର୍ଶନ କରିସାରିଲା ପରେ ମୁଁ ଏବେ ଯାଉଛି ଆମର ଆଖେଦଙ୍କ ଦୋକାନ ପାଖକୁ। ବାକି ମୁଁ ଯେ ଏଇ ହେଲମେଟ୍ଟା ଆଣିଛି, ଆଉ ବାକି ମୋର ଯେ ବ୍ଲଗ୍ ସେଟପ୍ଟା ଅଛି ଯେଉଁଠି ମୁଁ ମାନେ ଟ୍ରାଭେଲ୍ ବ୍ଲଗ୍ରେ ସେଟପ୍ରେ କରିଛି ଏବଂ ସେ ଜିନିଷ ମୁଁ ଆପଣଙ୍କୁ ଦେଖିବାକୁ କିନ୍ତୁ ବାକି ରାସ୍ତାଟା ମୁଁ ଦେଖିନାହାନ୍ତି। ଦେଖିସାରିଲା ପରେ ମୁଁ ପ୍ରପର୍ଲି ହେଲମେଟ୍ ପିନ୍ଧିବି, ଆଉ ହେଲମେଟ୍ ପିନ୍ଧିଲା ପରେ ରାସ୍ତାଟା ମୁଁ ଦେଖିବି ଯେ କିଏ ମୋତେ ଚିହ୍ନିପାରୁଛନ୍ତି ନାହିଁ, ଆଉ କେମିତି କ'ଣ ତାଙ୍କ ରିଆକ୍ସନ୍ଟା କ'ଣ ସେ ତାପରେ ଦେଖିବା। ତ ଆପଣମାନେ ଦେଖିପାରୁଥିବେ କି ମୁଁ ଏବେ ଯାଉଛି ଆମର ପୋଡ଼ାଶୋଳ ଆଉ ନୀଳଗିରି ରାସ୍ତାରେ। ଆଉ ନୀଳଗିରି ପୋଡ଼ାଶୋଳ ନୀଳଗିରି ରାସ୍ତାରେ ଗଲାବେଳେ ଯେ ଏଭଳି ସିନ୍ ଦେଖିବା ପାଇଁ ମିଳିବ ଆପଣମାନଙ୍କୁ। ଆପଣମାନେ ଯେଉଁ ପାହାଡ଼ ଦେଖୁଛନ୍ତି ସେଇଟା ହେଉଛି ଆମ ନୀଳଗିରି ପାହାଡ଼। ଆଉ ବାଟରେ ଗଲାବେଳେ ବହୁତ ସୁନ୍ଦର ଲାଗୁଛି, ମାନେ ଫାଙ୍କା ରାସ୍ତା, ତା ସହିତ ବାଁ ପଟେ ପାହାଡ଼ ଅଛି। ତ ସିନ୍ଟା ଆପଣ ଦେଖିପାରୁଥିବେ କେତେ ସୁନ୍ଦର ଲାଗୁଛି ଦେଖିବା ପାଇଁ। ବାକି ନୀଳଗିରିକୁ ଯିବା ପାଇଁ ପୋଡ଼ାଶୋଳ ରାସ୍ତାରେ ତ ଏଇଟା ହେଉଛି ମେନ୍ ରାସ୍ତାଟା। ଆଉ ମେନ୍ ରାସ୍ତାରେ ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ମିଳିବ ଆପଣଙ୍କୁ ନିହାତି ଭାବରେ। ଯେହେତୁ ପାଗଟା ମେଘୁଆ କରିଥିଲା, ଆଉ ମେଘୁଆ ପାଗରେ କିଛି ବୁଲିବାଟା କିଛି ନିଆରା, ଏଇଭଳି ରାସ୍ତାରେ ବୁଲିବାଟା କିଛି ନିଆରା ଲାଗେ, ମଜା ଲାଗେ ମାନେ ବାଇକ୍ ରାଇଡ଼ିଂ କରିବା ପାଇଁ। ବାକି ଆପଣମାନେ ଦେଖିପାରୁଥିବେ କି ମୁଁ ନୀଳଗିରିର ମେନ୍ ରାସ୍ତାରେ ଯାଉଛି। ଆଉ ମେନ୍ ରାସ୍ତାରେ ମୁଁ ଆପଣଙ୍କୁ ଦେଖିବି କି ଆମର ରାକେଶ ବାବୁ କ'ଣ କରୁଛନ୍ତି ଏବଂ କ'ଣ ନାହିଁ ବୋଲି। ବାକି ମେନ୍ ରାସ୍ତାରେ ଗଲେ ଆମର ପଡ଼େ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର, ଆଉ ମନ୍ଦିର ପାଖରେ ହିଁ ଆମର ରାକେଶ ବାବୁଙ୍କ ଦୋକାନଟା। ତ ଚାଲନ୍ତୁ ଡେରି କରିବାନି, ନୀଳଗିରି ମାର୍କେଟ ଭିତରକୁ ଯିବା ଏବଂ ମାର୍କେଟରେ ଦେଖିବା ରାକେଶ ବାବୁ କ'ଣ କରୁଛନ୍ତି ଏବଂ କ'ଣ ନାହିଁ, ଏବଂ ସେ ମୋତେ ଚିହ୍ନି ପାରୁଛନ୍ତି କି ନାହିଁ ରାକେଶ ବାବୁ, ତ ସେଇଟା ମଧ୍ୟ ଆପଣମାନେ ବ୍ଲଗ୍ ମଧ୍ୟ ଦେଖିପାରିବେ। ମୋତେ ଲାଗୁଛି ପ୍ରାୟ ସେ ଚିହ୍ନି ପାରିବେ ନାହିଁ, କାହିଁକିନା ମୁଁ ଯେଉଁ ବ୍ଲଗ୍ ସେଟପ୍ରେ ଥିଲି ଆଉ ବ୍ଲଗ୍ ହେଲ୍ପ ଯେମିତି ମୁଁ ଥିଲି, ବାକି ଚିହ୍ନି ପାରିବେ କି ନାହିଁ ମୋତେ ଲାଗୁଛି। ତ ଚାଲନ୍ତୁ ଦେଖିବା ଏବଂ ରାକେଶ ବାବୁ କ'ଣ କରୁଛନ୍ତି ଦୋକାନରେ ଦେଖିବା ଏବଂ ଦେଖିବା କେମିତି କରି ଚିହ୍ନି ପାରୁଛନ୍ତି ନାହିଁ। ତ ଆପଣ ଦେଖିପାରୁଥିବେ କି ଏଇଟା ହେଉଛି ଆମର ନୀଳଗିରିର ଘାଟ ବସେ, ଆଉ ଘାଟ ବସେ ବାଁ ପଟେ ଗଲେ ଆପଣ ଦେଖିପାରିବେ ଆମ ନୀଳଗିରି ସେକ୍ଟର ଜଗନ୍ନାଥ ମନ୍ଦିର ଏବଂ ତା ପାଖରେ ରାକେଶ ବାବୁଙ୍କ ଦୋକାନ। ତ ଚାଲନ୍ତୁ ଯିବା ଏବଂ ଦେଖିବା କେମିତି କ'ଣ ହେଉଛି ବ୍ୟବସ୍ଥାଟା। ଆଉ କ୍ଷୀର ଅଛି ନା? କ୍ଷୀର ଅଛି ନା? ଦହି ଜାଣି ପକେଇଲ ନା? ମତେ ଚିନି ପକେଇଲ ନା? ମୁଁ ଚିନି ପାରିବନି ନାଇଁ। ମୁଁ ତ ସେଟା ପ୍ରାଙ୍କ ବନେଇବା ପାଇଁ ଯୋଉଟା ଆଣିଥିଲି ଭିଡ଼ିଓ କରି, ମୋର ଆଶା ରହିଗଲା। ଆଉ ଚିଲ୍ଲା କର, ମୁଁ ତ ହେଲମେଟ୍ ମୁଣ୍ଡେଇକି ସବୁ ଜିନିଷ ସେଟଅପ୍ କରି ରଖିଛି। ଚିଲ୍ଲା କର, ଠିକ୍ ବର୍ଷ କରୁଛୁ ଯୋଡ଼ିଛୁ ନା? ସତର ଫିଗରଟା ସବୁ କରୁଛୁ ନା? ଚିହ୍ନିଲେ କେନ କୁହ, ଚିହ୍ନିଲେ କେନ ଗାଳି ଦାଣା କହିବି কিসে রেখে দিয়ে যাবে? হ্যাঁ চিনি পকেলাম না, তুমি চিনি পকেলাম না, তো মুহ দেখে কোন হবো? হ্যাঁ
ରେକର୍ଡ କଣ କଲେ ତମେ ଇଏ ମଧ୍ୟ କଣ କହିଲେ ତମେ ଭାଇରାଲ ହେଇଯାଇଛି ମିଛ କଥା କୋଉଟା କାହିଁ କହୁଛୁ କଣ ଦୋକାନ ଘଟଣା ଏଇ 400 ଟଙ୍କା ଅନଲାଇନ ଦେଖେ ରୁ କେତେ ଅଛି ତ ଦେଖନ୍ତୁ ଏଇଟା ପ୍ରପରଲି ମାନେ ହେଲମେଟ ମୋ ସେଟଅପଟା ଏଇଟା ହିଁ ଠିକ ଏମିତିକା ଅଛି ଜାଣିପାର ନା ମୁଁ ହେଲମେଟ ପିନ୍ଧି ସତର୍କ ଜାଣିପାର ନା ଜାଣିପାର ହଁ ଜାଣିଲ ନା ହେଲମେଟ ସେଟଅପଟା କେମିତି ଅଛି ଭଲ ଲାଗିଛି ନା ହଁ ଭିଡ଼ିଓ ଚାଲିବ ତ ଠିକ ହଁ ମାତ୍ର 150 ଟଙ୍କା ହେଲମେଟଟା ଶ୍ୱଶୁର ଅଛି ନା ଫ୍ରିରେ ଦେଇଦେଲା ମତେ ନେଲେ 800 ଟଙ୍କା ଷ୍ଟାଣ୍ଡଟା ହେଇଥିଲା 300 ଟଙ୍କା ନା ନା ନିଜେ ମୁଁ ଫିକ୍ସ କରିଛି ଫିକ୍ସ କାହିଁ କରିଛି ନିଜେ କଥା ଓକେ ଭଲ ଲାଗୁଛି ହେଲମେଟଟା ଆଉ ଏଦିନ ପରେ ଆପଣଙ୍କ ଗୋଟେ ଭିଡ଼ିଓ ହେଲା ଆପଣ କେତେ ଖୁସି ଅଛନ୍ତି ଖୁସିର ଫାଟି ପଡୁଛ କେଠି ଫାଟି ପଡୁଛ ଚନ୍ଦା ହେଇଗଲାଣି ନାଇଛ ତମେ ତ ଆଗ ନେଇ ପଛନ୍ଦ ମଝି ଚନ୍ଦା ଆଗ ଚନ୍ଦା ଜ୍ଞାନୀ ପଛ ଚନ୍ଦା ଧନୀ ମୋ ଚନ୍ଦା ଜ୍ଞାନୀ ବେଇମାନି ଜ୍ଞାନୀ ଆମେ ଆଗ ଚନ୍ଦା ସେ ଜ୍ଞାନୀ ହବ ହିସାବ କଥା ସୁନ୍ଦରିଆ ଅକ୍ଷର ଜାଗାର ବାସ୍ ମିଲ୍କ ଦହି ପନିର ସଂସ୍ଥା ଚଲେଇଛ ଆଉ ଖବର ଯୋଉ ଖରା ଯୋଉ ହଉଛି କେତେବେଳେ ମେଘ ହେଇଯାଉଛି କେତେବେଳେ ଖରା ହେଇଯାଉଛି କେତେବେଳେ ବାତ୍ୟା ହେଇଯାଉଛି ଏବେ ଚାଲିଛି ବାତ୍ୟା ହେଇଯାଉଛି ଆଗରୁ ଆମର ଯେ ରାକେଶ ବାବୁ ଥିଲେ ସିଏ ମୋବାଇଲ ଦେଖିନି କଥା କହୁଥିଲେ ଏବେ ଟିକେ କଥା ହଉଛି ତମେ ଗୋଟେ ବ୍ଲଗ ଚ୍ୟାନେଲ ଖୋଲିବ ତୁମର କଣ ସାହସ ନାହିଁ ଜୁନୁନ ଥିବା ଦରକାର ପାରିବ ତମେ ତମର ମହାଜନ ପାରିବ ତମେ ପାରିବ ନା ଶୀଘ୍ର ଗୋଟେ କିଏ ମାରିଛି ମୁଣ୍ଡ ଗୋଟେ ମୁଁ ତ ଏଇ ଠାକୁରଙ୍କ ପାଖକୁ ଦର୍ଶନ କରିବା ପାଇଁ ଆମର ମହାଦେବ ପଚିଶ ବର୍ଷ ଗଲିବ ଶିବ ଲୋକ ଦର୍ଶନ କରତେ ହେଇଛି ଆଉ ସେଇ ଠାକୁର ଦର୍ଶନ କରିକି ଆସିନି ହିସାବ ଖାତା ଗୋଟେ ଧର କେତେ ଆଇସ୍କ୍ରିମ ବାବା এটা কিস হিমালয় ହେଇଛି ନାଇଁ ସେଟା বরফ ହେଇଛି ଏଟା ଏଇ ଏରା ହବନି ଏ ପାଏ ଅଧା କିଏ ନେଇଗଲାଣି ଏଇଠି ଖାଇଲାଣି କିଏ ମୂଷା ପଶିଛି ମୂଲ ସବୁ ରଖୁଛ ଆଉ ଗୋଟେ ନା ଆମର ଇଏ ଗୁଡ଼ା କଣ ଗୁଡ଼ା 10 ଟଙ୍କିଆ ଗୁଡ଼ା ଆମ ମୁଣ୍ଡ 10 ଟଙ୍କିଆ ଏପଟଟା 10 ଟଙ୍କା ଏପଟଟା 10 ଟଙ୍କା ମଝିରେ ହଉଛି 25 ଟଙ୍କା ଆଉ ତଳେ ନାହିଁ କିଛି ଏଟା ଅମୁଲ ଆଇସ୍କ୍ରିମ ଆଇସ୍କ୍ରିମ ଖାଇକି ପଇସା ଦେମିନି ନା କହିବନି ପୁଣି ଲୋକଣି ଆଇଲେ ପଇସା ଖାଇଦେଲେ ପଇସା ଦେଲେନି ନା କହ ନା ପରେ କହିବନି ଆଉ ନା ମାଗଣା ସେଟା ନା ତମ ପୁଣି ପ୍ରମୋସନ କରିଦେମି ତମ ଇଏ ତମ ଦୋକାନଟା ପ୍ରମୋସନ କରିଦେମି ବେପାର ଭଲ ହବ ରାକେଶ ବାବୁ ସେ କହୁନ କାହିଁକି
ଆପଣମାନେ ଆଇସ୍କ୍ରିମ୍ ଖାଇ ଦିଅନ୍ତୁ। ଖାଇବ ନା ଆଇସ୍କ୍ରିମ୍? ଭୋଗ ପଦ୍ଧତି ପକେଇ ଦେଇଛେ। ଖାଲି ତ ହିସାବ କଲ, ଏତେ ପଇସା ରଖିବ ଏଇଠି? ଜାଗା ନ ଧରିବ ତୁମକୁ କହିବ। ମୋ ଆକାଉଣ୍ଟ ଟ୍ରାନ୍ସଫର କରିଦେବ। टेस्ट केमन लाଗୁଛି? ଅମୁଲ ଆଇସ୍କ୍ରିମ୍ଟା ନା ଅମୁଲ ଆଇସ୍କ୍ରିମ୍ର ଟେଷ୍ଟ ଭଲ। Bueno. ଖରା ରେଟ୍ କହିଲା ए भाई हाँ चल ले बोलो ना बिरयानी दबा ना देखो आज सोमवार ବିରିୟାନୀ ଖାଇଲେ मोर बिरयानी मोर खाए आज के काली खाइबू କାଲି ଖାଇବା କାଲି ଖାଇବା আসলে কালি আমি ঘর পড়া টাইম বহুত হেলানি আর ঘরে বসে পড়ানি আমি ঘর পড়াবা না কোন ঘর যাব না ଏବେ খাইবনি দি পরে এই গাছ নেই ଆଉ ଚାଲିଲେ টাটা।